ମଦନ ରାମପୁର ବ୍ଲକରେ ପାଳିତ ହେଲା ବିଶ୍ୱ ଦିବ୍ୟାଙ୍ଗ ଦିବସ। ସୁସ୍ଥ ଶରୀରର ସୁନ୍ଦର ରୂପ ନେଇ ମଣିଷ ସମାଜ ଏକ ବିରାଟକାୟ ପୃଥିବୀ ବକ୍ଷରେ ତାର ସାମ୍ରାଜ୍ୟ ବିସ୍ତାର କରିଛି। ସୁନ୍ଦର ଚେହେରା ନେଇ ଗଠନ ହୋଇଥିବା ମଣିଷ ସବୁବେଳେ ନିଜ ଶରୀର ପାଇଁ ଗର୍ବ କରିଥାଏ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏମିତି ଦାଉ ସାଧିଥାଏ ଯେ ସୁସ୍ଥ ଶରୀରର ମଣିଷଟି ନିଜର ସୁନ୍ଦର ପରିଚୟକୁ ହଜେଇ ଦେଇଥାଏ। ଆଉ ସେହି ମଣିଷମାନଙ୍କର ଆଉ ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥାଏ, ଦିବ୍ୟାଙ୍ଗ। ଆଜିକା ସମାଜରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ନିଜ ଜୀବନର ଚଲାପଥରେ ବାଟ ଚାଲୁଛନ୍ତି। ନିଜର ଭାଗ୍ୟ ସହିତ ନିଜକୁ ଜୀଇଁବାର ସ୍ୱପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସମାଜ। ସେହି ଦିବ୍ୟାଙ୍ଗମାନଙ୍କ ଉଦ୍ଦେଶ୍ୟରେ ଜୀଇଁବାର ସ୍ୱପ୍ନକୁ ସାକାର କରିବା ପାଇଁ ସରକାରୀ ସ୍ତରରେ ଅନେକ କିଛି ବ୍ୟବସ୍ଥା ରହିଛି। ଆଉ ଅନେକ କିଛି ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏବଂ ସମାଜରେ ସ୍ୱତନ୍ତ୍ର ମଣିଷର ପରିଚୟ ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଳାହାଣ୍ଡି ଜିଲ୍ଲାର ମଦନ ରାମପୁର ବ୍ଲକ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି ବିଶ୍ୱ ଦିବ୍ୟାଙ୍ଗ ଦିବସ। ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ସୁରକ୍ଷା ଦେବା ଏବଂ ସମାଜରେ ଜଣେ ସାଧାରଣ ନାଗରିକର ପରିଚୟ ଦେଇ ଆତ୍ମବିଶ୍ୱାସ ବୃଦ୍ଧି କରାଇବା ପାଇଁ ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥାଏ। ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ବିଭିନ୍ନ ପ୍ଲାକାର୍ଡ ଧରି ଦିବ୍ୟାଙ୍ଗ ସୁରକ୍ଷାର ଏକ ସଚେତନ ବାର୍ତ୍ତା ଦେଇଥିଲେ। ପ୍ରତିବର୍ଷ ଏହି ବିଶ୍ୱ ଦିବ୍ୟାଙ୍ଗ ଦିବସକୁ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଏବର୍ଷ ମଧ୍ୟ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ଅନେକ ସ୍ଥାନରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଉଛି। ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାରେ ଆମମାନଙ୍କର କର୍ତ୍ତବ୍ୟ ରହିବା ଆବଶ୍ୟକ। ଦିବ୍ୟାଙ୍ଗ ହେଲେ ମଧ୍ୟ ସାଧାରଣ ମଣିଷ ପରି ଜୀବନଯାପନ କରିବାରେ ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ। ବିଶ୍ୱ ଦିବ୍ୟାଙ୍ଗ ଦିବସରେ ସମସ୍ତଙ୍କୁ ଆହ୍ୱାନ ଦିଆଯାଉଛି ଯେ ଦିବ୍ୟାଙ୍ଗମାନଙ୍କୁ ଯେମିତି କୌଣସି କୁନଜରରେ ନ ଦେଖି ସମାଜରେ ଜଣେ ସାଧାରଣ ନାଗରିକ ଭଳି ଚାଲିବାରେ ସହଯୋଗ କରିଲେ ଦିବ୍ୟାଙ୍ଗ ହେଲେ ମଧ୍ୟ ପ୍ରକୃତ ପରିଚୟ ପାଇ ଚଳପ୍ରଚଳ କରିପାରିବ। ଭଗବାନଙ୍କ ନିଷ୍ଠୁରତାର ଶିକାର ହୋଇ ଆଜି ଦିବ୍ୟାଙ୍ଗ ପରିଚୟ ନେଇ ସଂଗ୍ରାମ କରୁଥିବା ବେଳେ ସମୟକ୍ରମେ କୁଚକ୍ରୀ ଲୋକମାନଙ୍କ ପାଖରୁ ଉପହାସ ପାଇଥାନ୍ତି। ସେହି ଉପହାସ ଯେ ଦିବ୍ୟାଙ୍ଗମାନଙ୍କ ପ୍ରତି କେତେ ନିଷ୍ଠୁରତାର ରୂପରେଖ ସୃଷ୍ଟି ହୋଇପାରେ, ତାହା କେବଳ ଉପହାସର ଶିକାର ହୋଇଥିବା ଦିବ୍ୟାଙ୍ଗ ବ୍ୟକ୍ତି ହିଁ ଜାଣିଥାଏ। ଅଳ୍ପ କିଛି ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ହୋଇଥିବା ବେଳେ ସମସ୍ତଙ୍କ ମନରେ ଖୁବ୍ ଉତ୍ସାହ ରହିଥିବା ଦେଖିବାକୁ ମିଳିଥିଲା। ଏହି ଦିବସରେ ଦିବ୍ୟାଙ୍ଗ ପ୍ରତି ଅନେକ କିଛି ସହଯୋଗ ମିଳିପାରିବ ବୋଲି ଆଶା କରାଯାଉଛି। ତା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସମସ୍ତଙ୍କ ମନରେ ଦରଦ ଭାବ ସୃଷ୍ଟି ହୋଇ ତାଙ୍କ ପ୍ରତି ସମାଜର ଉପହାସକୁ ଦୂରରେ ରଖିବା ପାଇଁ ସହଯୋଗ ମିଳିପାରିବା ସହିତ ତାଙ୍କୁ ସୁରକ୍ଷା ଦେବା ପାଇଁ ହୃଦୟରେ ଦୟାଭାବ ସୃଷ୍ଟି ହୋଇପାରିବ। ପ୍ରତ୍ୟେକ ଲୋକଙ୍କ ପାଖରେ ଦିବ୍ୟାଙ୍ଗ ଶବ୍ଦର ଅର୍ଥକୁ ଏକ ଗୁରୁତ୍ୱ ଭାବରେ ନେବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଦିବ୍ୟାଙ୍ଗ ଶବ୍ଦଟି ଯୋଡ଼ି ହେବା ଆବଶ୍ୟକ। ତାହେଲେ ଦିବ୍ୟାଙ୍ଗ ହେଲେ ମଧ୍ୟ ସମାଜରେ ଜଣେ ସୁସ୍ଥ ନାଗରିକ ହୋଇ ଜୀବନଯାତ୍ରାରେ ପାଦ ଥାପି ପାରିବ। କଳାହାଣ୍ଡିରୁ ଲୟ ଭୋଇଙ୍କ ରିପୋର୍ଟ, এবି ନ୍ୟୁଜ୍।